ଆପଣଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ, ଯୋଉଟା ଟପିକ୍‌ର ନାଁ ହେଉଛି ନ୍ୟୁକ୍ଲିୟସ୍। ତ ଏଇ ଯୋଉ ଭିଡ଼ିଓଟି, ଏଇ କଣ୍ଟେଣ୍ଟଟି ଆପଣଙ୍କୁ ଓଷ୍ଟେଟ୍ ଏକ୍ଜାମରେ ବା ଓଟିଇଟି ଏକ୍ଜାମରେ ବା ସିଟିଇଟି ଏକ୍ଜାମରେ ହେଲ୍ପଫୁଲ୍ ହବ। ଟିଜିଟି ଏକ୍ଜାମରେ ମଧ୍ୟ ହେଲ୍ପଫୁଲ୍ ହବ। ତ ନ୍ୟୁକ୍ଲିୟସ୍ ହେଉଛି ଆମର ସେଲ୍ ମଧ୍ୟରେ ଥିବା ଗୋଟେ ଅଙ୍ଗିକା, ଯାହାକୁ ହେଡ୍ ଅଫ୍ ଦ ବା ବ୍ରେନ୍ ଅଫ୍ ଦ ସେଲ୍ କୁହାଯାଏ। ତ ଏଇ ଯୋଉ ଆପଣ ସେଲ୍ ଦେଖୁଛନ୍ତି, ଏଇ ସେଲ୍ ମଝିରେ ଯୋଉଟା ଅଛି, ଏଇ ଯୋଉ ଦେଖୁଛନ୍ତି, ଏଇ ଆକୃତିଟା ହିଁ ହଉଛି ନ୍ୟୁକ୍ଲିୟସର। ଏଇ ଗୋଲାକାର ଆକୃତି ହଉଛି ନ୍ୟୁକ୍ଲିୟସ୍। ଆଉ ଏଇଟା ଗୋଟେ ଏନଭଲପଟେ, ୟାର ମାନେ ନ୍ୟୁକ୍ଲିୟସରେ ମେମ୍ବ୍ରେନ୍ ଥାଏ। ଯଦି ନ୍ୟୁକ୍ଲିୟସରେ ମେମ୍ବ୍ରେନ୍ ନାହିଁ, ସେଇଟା ହେଇଯିବ ପ୍ରୋକ୍ରିଏଟିକ୍ ସେଲ୍‌ର। କିନ୍ତୁ ଯୋଉ ସବୁ ସେଲ୍‌ରେ ନ୍ୟୁକ୍ଲିୟସ୍ ମେମ୍ବ୍ରେନ୍ ଥାଏ, ସେ ସବୁକୁ କୁହାଯିବ ୟୁକାରିଓଟିକ୍ ସେଲ୍। ନ୍ୟୁକ୍ଲିୟସ୍ କେନ୍ଦ୍ରରେ କିଛି ନ୍ୟୁକ୍ଲିୟର ମେଟେରିଆଲ କ'ଣ ହେଇଛି, କଣ୍ଡେନ୍ସ ହେଇଛି, ଯାହାକୁ କୁହାଯାଏ ନ୍ୟୁକ୍ଲିଓଲସ୍, ଯାହାର କୌଣସି ମେମ୍ବ୍ରେନ୍ ନାହିଁ। ତ ଚାଲନ୍ତୁ ଆମେ ଦେଖିବା ଯେ ଆଉ କ'ଣ ଅଛି। ଫାର୍ଷ୍ଟରେ ଅଛି ନ୍ୟୁକ୍ଲିୟସ୍, ମାନେ ନ୍ୟୁକ୍ଲିୟର ଏନଭଲପ ଅଛି, ତାର ଗୋଟେ କଭରିଂ ଅଛି। ନ୍ୟୁକ୍ଲିୟର ପୋର୍ସ, ପୋର୍ସ ମାନେ ହଉଛି ନ୍ୟୁକ୍ଲିୟସ୍ ଭିତରେ, ନ୍ୟୁକ୍ଲିୟସ୍ ମେମ୍ବ୍ରେନ୍‌ରେ ବହୁତ ଗୁଡ଼ାଏ ଛିଦ୍ର ଅଛି। ଯୋଉ ଛିଦ୍ର ବାଟ ଦେଇକି କ'ଣ ହୁଏ ନା, ଏଇ ଯୋଉ ସାଇଟୋପ୍ଲାଜମରୁ ଫୁଡ୍ ମେଟେରିଆଲ, ଖାଦ୍ୟ ପଦାର୍ଥ ଭିତରକୁ ଯିବା ପାଇଁ, ଆଉ ଭିତରୁ ଅନାବଶ୍ୟକ ଜିନିଷ ବାହାରକୁ ଆସିବା ପାଇଁ, ବା ଅନାବଶ୍ୟକ ତ ସବୁବେଳେ ନାହିଁ, ବହୁତ ସମୟରେ ରାଇବୋସୋମ ସବ୍ ୟୁନିଟ୍ ଆର୍‌ଏନ୍‌ଏ ବି ବାହାରି ଆସେ। ତ ସେଇଟା ତ ଅନାବଶ୍ୟକ ତ ନୁହେଁ ନା, ଆବଶ୍ୟକ ଜିନିଷ। ତ ଏଇ ପୋର୍ ହଉଛି ସିଧା କଥା ଜିନିଷର ଆଦାନ ପ୍ରଦାନ କରିବା ପାଇଁ। କ୍ରୋମାଟିନ୍ ଥାଏ। କ୍ରୋମାଟିନ୍ ମାନେ ୟା ଭିତରେ ଗୁଡ଼େଇ ହେଇକି କ'ଣ ଥାଏ, କ୍ରୋମାଟିନ୍ ଜାଳିକା ଥାଏ। ଆଉ ନ୍ୟୁକ୍ଲିୟସ୍ ହଉଛି ସେଣ୍ଟରରେ, ତାର ସେଣ୍ଟରରେ କିଛି ନ୍ୟୁକ୍ଲିୟସ୍ ମେଟେରିଆଲ କ'ଣ ହୁଏ, ମାନେ କଣ୍ଡେନ୍ସ ହେଇକି ଥାଏ, ଯାହାକୁ କ'ଣ କୁହାଯାଏ, ନ୍ୟୁକ୍ଲିୟସ୍। ଆଉ ସବୁବେଳେ ମନେ ରଖେ, ନ୍ୟୁକ୍ଲିୟସ୍ କୌଣସି ମେମ୍ବ୍ରେନ୍ ନଥାଏ। ନେକ୍ସଟ, ହ୍ୱାଟ୍ ଇଜ୍ ନ୍ୟୁକ୍ଲିୟସ୍? ନ୍ୟୁକ୍ଲିୟସ୍ ଇଜ୍ ଏ ମେମ୍ବ୍ରେନ୍ ବାଉଣ୍ଡ ଅର୍ଗାନେଲ୍ସ ପ୍ରେଜେଣ୍ଟ ଇନ୍ ୟୁକାରିଓଟିକ୍ ସେଲ୍। ଏଇଟା ସାଧାରଣତଃ କୋଉଠି ଦେଖାଯାଏ? ୟୁକାରିଓଟିକ୍ ସେଲ୍‌ରେ ଦେଖାଯାଏ। ଏଇଟା କ'ଣ ରଖିଛି? ଡିଏନ୍ଏ ରଖିଛି। ଦ ହେରିଡେଟେଡ୍ ମେଟେରିଆଲ ଅଫ୍ ଦ ସେଲ୍, ମାନେ ଡିଏନ୍ଏ ହଉଛି କ'ଣ, ଆପଣଙ୍କର ହେରିଡେଟେଡ୍ ମେଟେରିଆଲ କାହାର? ସେଲ୍‌ର। ଇଟ୍ କଣ୍ଟ୍ରୋଲ ସେ, ଏଇଟା କ'ଣ କରେ ନା, ସେଲ୍‌ର ସବୁ ଆକ୍ଟିଭିଟି କଣ୍ଟ୍ରୋଲ କରେ। ଆଉ କ'ଣ, ପ୍ରୋଟିନ୍ ତିଆରିରେ ସାହାଯ୍ୟ କରେ। ପ୍ରୋଟିନ୍ ତିଆରି କେମିତି? ଏଇ ନ୍ୟୁକ୍ଲିୟସ୍ ଭିତରେ କ'ଣ ହୁଏ ନା, ରାଇବୋସୋମର ସବ୍ ୟୁନିଟ୍ ତିଆରି ହୁଏ। କ'ଣ ତିଆରି ହୁଏ? ରାଇବୋସୋମର ସବ୍ ୟୁନିଟ୍ ତିଆରି ହୁଏ। ସେଇ ସବ୍ ୟୁନିଟ୍ ଗୁଡ଼ାକ କ'ଣ ହୁଏ ନା, ବାହାରେ ଆସିକି ଏଇ ପୋର୍ ଦେଇକି ବାହାରକୁ ଆସିକି ଆପଣ ସାଇଟୋପ୍ଲାଜମରୁ କିଛି ପ୍ରୋଟିନ୍ ଗ୍ରହଣ କରିକି ସେ ରାଇବୋସୋମରେ ପରିଣତ ହୁଏ। ସେଇ ରାଇବୋସୋମ କ'ଣ କରେ, ଆପଣଙ୍କ ପ୍ରୋଟିନ୍ ସିନ୍ଥେସିସ୍ କରେ। ଆଉ କିଛି ରାଇବୋସୋମ ଯାଇକି ବସିଯାଏ କୋଉଠି, ଆପଣଙ୍କର ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ଉପରେ। ଯେତେବେଳେ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ଉପରେ ରାଇବୋସୋମ ବସିଯାଏ, ତାକୁ କୁହାଯାଏ ରଫ୍ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍। ଆଉ ଏଇ ରାଇବୋସୋମ କ'ଣ କରେ, ପ୍ରୋଟିନ୍ ସିନ୍ଥେସିସ୍ କରେ। ଇଟ୍ ଇଜ୍ ୟୁଜୁଆଲି ଦ ଲାର୍ଜେଷ୍ଟ ଆଣ୍ଡ ମୋଷ୍ଟ ଭିଜିବଲ୍ ଅର୍ଗାନିଜମ୍ ଇନ୍ ଦ ଆନିମଲ୍ ସେଲ୍। କୁହାଯାଉଛି ଯେ ଗୋଟେ ଆନିମଲ୍ ସେଲ୍ ଭିତରେ ସବୁଠୁ ବଡ଼ ଯଦି ଅର୍ଗାନେଲ୍ସ ଅଛି ବା ଅଂଶ ଅଛି, ସେଇଟା ହେଉଛି କ'ଣ, ନ୍ୟୁକ୍ଲିୟସ୍, ଯାହାକି ବହୁତ କ୍ଲିୟର ଭାବରେ ଭିଜିବଲ୍ ହୁଏ। Prokaryotic cells do not have a true nucleus. Their DNA lies in nucleate region. କ'ଣ ହଉଛି ନା, ପ୍ରୋକାରିଓଟିକ୍ ସେଲ୍‌ରେ କୌଣସି ନ୍ୟୁକ୍ଲିୟସ୍ ନଥାଏ, କିନ୍ତୁ ତାର ଯୋଉ ଡିଏନ୍ଏ ଅଛି, ସାର୍କୁଲାର ଡିଏନ୍ଏ, ପ୍ରୋକାରିଓଟିକ୍ ସେଲ୍‌ରେ ଥାଏ ସାର୍କୁଲାର ଡିଏନ୍ଏ। ସେ ସାର୍କୁଲାର ଡିଏନ୍ଏ କ'ଣ ହେଇଥାଏ ନା, ଏଇ ଯୋଉ ଗୋଟେ ସେଲ୍‌ର ସେଣ୍ଟରରେ ଏଇଠି ଡିଏନ୍ଏ ଗୁଡ଼ାକ ରହିଥାଏ। କିନ୍ତୁ କଥା ହଉଛି, ଏଇ ଯୋଉ ଡିଏନ୍ଏ ରହିଥାଏ, ତାର କୌଣସି ମେମ୍ବ୍ରେନ୍ ନଥାଏ। ଆଉ ଏଇ ନ୍ୟୁକ୍ଲିୟସକୁ କୁହାଯାଏ କଣ୍ଟ୍ରୋଲ ରୁମ୍ ଅଫ୍ ଦ ସେଲ୍, ବ୍ରେନ୍ ଅଫ୍ ଦ ସେଲ୍, ହେଡ୍ ଅଫ୍ ଦ ସେଲ୍, କୁହାଯାଏ। ବିଭିନ୍ନ ନାଁ ଅଛି ନ୍ୟୁକ୍ଲିୟସର, କାରଣ ଏ ମେନ୍ କଥା ହଉଛି, ଯେମିତି କମ୍ପ୍ୟୁଟର ସିପିୟୁର କାମ ଥାଏ, ସେ ମଣିଷର ଯେମିତି ମୁଣ୍ଡର କାମ ଥାଏ, ସେମିତି ଗୋଟେ ସେଲ୍ ପାଇଁ ତାର ନ୍ୟୁକ୍ଲିୟସ୍ ସେଇ ଇକ୍ୱିଭାଲେଣ୍ଟ କାର୍ଯ୍ୟ କରେ, ମେଣ୍ଟେନାନ୍ସ କରିଥାଏ ସେଲ୍‌କୁ। ହଉ, ଏବେ ଆର ଡିସ୍କଭରି ଅକରେନ୍ସ କଥା ଦେଖିବା। ଆକ୍ଚୁଆଲି ଏଇଟା ଫାର୍ଷ୍ଟ ସ୍ଲାଇଡ୍‌ରେ ହିଁ କହିଦେବାର ଥିଲା, କିନ୍ତୁ ରହିଯାଇଛି। ଦେଖନ୍ତୁ, ଡିସ୍କଭରିରେ କ'ଣ ଅଛି ନା, ଡିସ୍କଭରି କରିଥିଲେ ରୋବର୍ଟ ବାଇନ୍, ଗୋଟେ ଅର୍ଚିଡ୍ ସେଲ୍‌ରେ କ'ଣ କରିଥିଲେ ନା, ୟାକୁ ଡିସ୍କଭରି କରିଥିଲେ। କେତେ ମସିହାରେ? 1831 ମସିହାରେ ରୋବର୍ଟ ବ୍ରାଉନ୍ କ'ଣ କରିଥିଲେ ନା, ଆପଣଙ୍କର ଏଇ ଯୋଉ ନ୍ୟୁକ୍ଲିୟସକୁ ଆବିଷ୍କାର କରିଥିଲେ। ଏଇ ରୋବର୍ଟ ନାଁରେ ଆଉ ଜଣେ ଅଛନ୍ତି, ରୋବର୍ଟ ହୁକ୍, ଯିଏକି ସେଲ୍‌କୁ ଆବିଷ୍କାର କରିଥିଲେ। ଆଉ ରୋବର୍ଟ ବ୍ରାଉନ୍ 1831 କ'ଣ ଆବିଷ୍କାର କରିଥିଲେ ନା, ଆପଣଙ୍କର ନ୍ୟୁକ୍ଲିୟସକୁ।
Where is nucleus found? କୋଉଠି କୋଉଠି ନ୍ୟୁକ୍ଲିୟସ୍ ଦେଖାଯାଏ? ପ୍ଲାଣ୍ଟ ସେଲରେ ଦେଖାଯାଏ, ଆନିମାଲ ସେଲ୍ ଯାଏ, ଫଞ୍ଜିରେ ଦେଖାଯାଏ, ପ୍ରୋଟିଷ୍ଟାରେ ଦେଖାଯାଏ। ଯଦି ମୋନେରା କଥା କହିବେ, ମୋନେରାରେ ସବୁ ଅଛି କଣ ଆପଣଙ୍କର ପ୍ରୋକ୍ୟାରିଓଟିକ୍ ସେଲ୍, ଆଉ ପ୍ରୋକ୍ୟାରିଓଟିକ୍ ସେଲରେ ଆପଣଙ୍କ କଣ ନଥାଏ? ନ୍ୟୁକ୍ଲିୟସ୍ ନଥାଏ। ଆବସେଣ୍ଟ ଇନ୍ ବ୍ୟାକ୍ଟେରିଆ ଆଜ୍ ଟ୍ରୁ ନ୍ୟୁକ୍ଲିୟସ୍, କାରଣ ବ୍ୟାକ୍ଟେରିଆ ଟ୍ରୁ ନ୍ୟୁକ୍ଲିୟସ୍ ନଥାଏ ଏଥିପାଇଁ କି ଯେହେତୁ ତାର ସେଇଟା ଗୋଟେ ପ୍ରୋକ୍ୟାରିଓଟିକ୍ ସେଲରେ ଯାଉଛି। ଆବସେଣ୍ଟ ଇନ୍ ମ୍ୟାଚ୍ୟୁର ମାମାଲିଆ ନାର୍ଭିସି, ଯୋଉ ମାମାଲିଆ ନାର୍ଭିସି ଅଛି ସେଥିରେ କଣ ଥାଏ? ଆବସେଣ୍ଟ ଥାଏ। କିନ୍ତୁ ସାଉଥ ଆମେରିକାରେ ଯୋଉ ଲାମା ଥାଏ, ଓଟ ଭଳିଆ ଜୀବଟେ, ସେ ଲାମାର ଆରବିସିରେ କିନ୍ତୁ ନ୍ୟୁକ୍ଲିୟସ୍ ଅଛି। ବାକି ସବୁ ମାମାଲିଆନରେ କଣ ଅଛି? ମାମାଲିଆନ ଆରବିସିରେ କଣ ଅଛି? ନ୍ୟୁକ୍ଲିୟସ୍ ଆବସେଣ୍ଟ ଥାଏ। ହଉ, ଏବେ ଦେଖନ୍ତୁ ବେସିକ ଷ୍ଟ୍ରକ୍ଚର ଅଫ ନ୍ୟୁକ୍ଲିୟସ୍। ନ୍ୟୁକ୍ଲିୟସ୍ କଣ ଥାଏ? ନ୍ୟୁକ୍ଲିୟର ଏନଭଲପ। ନ୍ୟୁକ୍ଲିୟର ଏନଭଲପ ଏଇ ଯୋଉ କଭରିଂଟା ଆପଣ ଦେଖିପାରୁଛନ୍ତି, ଏଇ କଭରିଂଟାକୁ କଣ କୁହାଯାଏ? ନ୍ୟୁକ୍ଲିୟର ଏନଭଲପ କୁହାଯାଏ। ଆଉ କଣ ଅଛି ନା ଆପଣଙ୍କର ନ୍ୟୁକ୍ଲିୟର ପୋର୍ସ, ଏଇ ଭିତରେ ଯୋଉ ଯିବା ଆସିବା ପାଇଁ ଏଇ ଯୋଉ ଛିଦ୍ର ଗୁଡାକ ଦେଖି ପାରୁଛନ୍ତି, ଏସବୁ କଣ କୁହାଯାଏ? ନ୍ୟୁକ୍ଲିୟର ପୋର କୁହାଯାଏ। ମାନେ ଯୋଉ ନ୍ୟୁକ୍ଲିୟସ୍ ମେମ୍ବ୍ରେନ୍ ଭିତରକୁ ଆପଣଙ୍କର ଜିନିଷ, ଯେକୌଣସି ମ୍ୟାଟେରିଆଲର ଆଦାନ ପ୍ରଦାନ ହଉଛି, ଯାହା ଜିନିଷ ଭିତରକୁ ଯିବା ପାଇଁ ବା ଭିତରୁ କିଛି ଜିନିଷ ବାହାରକୁ ଆସିବା ପାଇଁ ଯୋଉ ଆଦାନ ପ୍ରଦାନ ହୁଏ, ଯୋଉ ରାସ୍ତା ଦେଇକି ହୁଏ, ତାକୁ ନ୍ୟୁକ୍ଲିୟର ପୋର କୁହାଯାଏ। ନ୍ୟୁକ୍ଲିଓପ୍ଲାଜମ ହଉଛି ଆପଣଙ୍କର ଏଇ ଯୋଉ ନ୍ୟୁକ୍ଲିୟସ୍ ଭିତରେ ଥିବା ତରଳ ପଦାର୍ଥକୁ କଣ କୁହାଯାଏ? ନ୍ୟୁକ୍ଲିଓପ୍ଲାଜମ କୁହାଯାଏ। ଆଉ ନ୍ୟୁକ୍ଲିୟସ୍ ବାହାରେ ଯୋଉ ତରଳ ପଦାର୍ଥ ଅଛି ସେଲ୍ ମଧ୍ୟରେ, ତାକୁ କୁହାଯାଏ ସାଇଟୋପ୍ଲାଜମ। ଏଇ ନ୍ୟୁକ୍ଲିଓପ୍ଲାଜମ ପ୍ଲସ ସାଇଟୋପ୍ଲାଜମ ଏଇ ଦୁଇଟା ମିଶିକି ହୁଏ କଣ ନା ପ୍ରୋଟୋପ୍ଲାଜମ। ଏଇ ଜିନିଷଟା ବହୁତ ଲୋକମାନେ କନଫ୍ୟୁଜନ କରନ୍ତି ଯେ ପ୍ରୋଟୋପ୍ଲାଜମ କଣ, ନା ଯୋଉ ନ୍ୟୁକ୍ଲିଓପ୍ଲାଜମ ଆଉ ସାଇଟୋପ୍ଲାଜମ ମିଶିକି ଯାହା ତିଆରି କରେ, ଯାହା ଯୋଉ ତରଳ ପଦାର୍ଥର ଗୋଟେ ଏକାଠି ୟୁନିଟ ଗୋଷ୍ଠୀ ଆସେ, ତାହାକୁ ହିଁ ପ୍ରୋଟୋପ୍ଲାଜମ କୁହାଯାଏ। ନ୍ୟୁକ୍ଲିୟସ୍ ହଉଛି ନ୍ୟୁକ୍ଲିୟସ୍ ଭିତରେ ସେଇ ସେମ୍ ମ୍ୟାଟେରିଆଲର ଗୋଟେ କଣ୍ଡେନ୍ସ କଣ୍ଡିସନକୁ, କଣ୍ଡେନ୍ସ ପାର୍ଟକୁ ହିଁ କଣ କୁହାଯାଏ? ନ୍ୟୁକ୍ଲିୟସ୍ କୁହାଯାଏ। ଏଇଥିରୁ ହିଁ କଣ ହୁଏ? ଆପଣଙ୍କ ରାଇବୋଜୋମ ସବୟୁନିଟ ତିଆରି ହୁଏ। ଏଇଥିରୁ ଡିଏନଏ ଭାଙ୍ଗିକି ଆରଏନଏରେ ପରିଣତ ହୁଏ। କ୍ରୋମାଟିନ୍ ହଉଛି ଯେତେବେଳେ ଆପଣଙ୍କର ସେଲ୍ ଡିଭିଜନ ହେଇନଥାଏ, ସେଇ ସମୟରେ ଯୋଉ ଆପଣଙ୍କର ଗୁଣସୂତ୍ର ଗୁଡାକ ଥାଏ, ଯୋଉଟା ଆପଣଙ୍କର ନ୍ୟୁକ୍ଲିୟର ମ୍ୟାଟେରିଆଲ କହିବେ, ଜେନେଟିକ ମ୍ୟାଟେରିଆଲ ଯୋଉ ଥାଏ, ସେଇ ଜେନେଟିକ ମ୍ୟାଟେରିଆଲ ଗୁଡାକ କଣ ହୁଏ ନା ସୂତା ଭଳିଆ ଖୋଲି ହେଇକି ରହିଥାଏ। ତାର କୌଣସି ଆକୃତି ସେପ୍ ସାଇଜ ନଥାଏ, ମନ ଇଚ୍ଛା ସୂତା ଭଳିଆ ଖୋଲି ହେଇକି ପଡିଥାଏ। ତାକୁ ହିଁ କଣ କୁହାଯାଏ? କ୍ରୋମାଟିନ୍ କୁହାଯାଏ। ଏନଭଲପ ପ୍ରୋଟେକ୍ଟସ ଡିଏନଏ। ଆର କଣ ଅଛି ନା ଏଇ ଯୋଉ ଏନଭଲପ ଅଛି, ସିଏ କଣ କରେ? ଆ ଭିତରେ ଥିବା ଡିଏନଏ କୁ କଣ କରେ? ପ୍ରୋଟେକ୍ସନ ଦିଏ। ଫୋର୍ସ କଣ୍ଟ୍ରୋଲ ଏଣ୍ଟ୍ରି ଆଣ୍ଡ ଏକ୍ସିଟ୍। ଏଇ ଯୋଉ ଛିଦ୍ର ଅଛି, ଇଏ କଣ କଣ୍ଟ୍ରୋଲ କରେ? ନା ଜିନିଷ ଯିବା ଆସିବାକୁ କଣ୍ଟ୍ରୋଲ କରେ। ନ୍ୟୁକ୍ଲିଓପ୍ଲାଜମ ଇଜ ଇଣ୍ଟରନାଲ ଫ୍ଲୁଇଡ। ଆ ଭିତରେ ଯୋଉ ଫ୍ଲୁଇଡ ଅଛି, ତାକୁ ନ୍ୟୁକ୍ଲିଓପ୍ଲାଜମ କୁହାଯାଏ। ନ୍ୟୁକ୍ଲିୟସ୍ ହେଲ୍ପ ଫର୍ମ ରାଇବୋଜୋମ। ଏଇ ଯୋଉ ନ୍ୟୁକ୍ଲିୟସ୍ ଅଛି, ଇଏ କଣ କରିବାରେ ସାହାଯ୍ୟ କରେ? ରାଇବୋଜୋମ ବନେଇବାରେ ସାହାଯ୍ୟ କରେ। କିଏ ବନାଏ? ନା ନ୍ୟୁକ୍ଲିୟସ୍ ଭିତରେ ଯୋଉ ସରି, ଏଟା ନ୍ୟୁକ୍ଲିଓଲସ୍ ଲେଖା ହେଇଛି। ନ୍ୟୁକ୍ଲିୟସ୍ ହେଲ୍ପ ଫର୍ମ ରାଇବୋଜୋମ, ମାନେ ଏଇ ଯୋଉ ନ୍ୟୁକ୍ଲିୟସ୍ ଭିତରେ ଯୋଉ ସେଣ୍ଟରରେ ନ୍ୟୁକ୍ଲିଓଲସ୍ ଅଛି, ଇଏ କଣ କରେ? ନା ରାଇବୋଜୋମ ବନେଇବାରେ ସାହାଯ୍ୟ କରେ। ରାଇବୋଜୋମର ସବ୍ ୟୁନିଟ ବନେଇକି ସେ ଛାଡେ। କ୍ରୋମାଟିନ୍ ଇଜ ଡିଏନଏ ପ୍ଲସ ପ୍ରୋଟିନ୍। ଆ ଭିତରେ ଯୋଉ କ୍ରୋମାଟିନ୍ ଅଛି, ସେ କ୍ରୋମାଟିନ୍ ଗୁଡାକ କଣ ନା ଆ ଭିତରେ ଡିଏନଏ ଅଛି, ଡିଏନଏ ସରି ପ୍ରୋଟିନ୍ ଅଛି, ପ୍ରୋଟିନ୍ ଚାରିପଟେ ଡିଏନଏ ଘେରି ହେଇକି ଅଛି। ଯୋଉ ପ୍ରୋଟିନଟା ଥାଏ ସେଇଟା ହଉଛି ହିଷ୍ଟୋନ ପ୍ରୋଟିନ୍। ଏଇ ଜିନିଷଟା ମନେ ରଖିବେ ଯେ ଡିଏନଏ ରେ କି ପ୍ରକାର ପ୍ରୋଟିନ୍ ଦେଖାଯାଏ? ନା ହିଷ୍ଟୋନ ପ୍ରୋଟିନ୍ ଦେଖାଯାଏ। ନେକ୍ସଟ ଦେଖନ୍ତୁ ନ୍ୟୁକ୍ଲିୟର ଏନଭଲପ ବିଷୟରେ। ଏଇଟା ହଉଛି କଣ? ଡବଲ ମେମ୍ବ୍ରେନ୍ ଆରାଉଣ୍ଡ ଦ ନ୍ୟୁକ୍ଲିୟସ୍। ଏଇ ଯୋଉ ନ୍ୟୁକ୍ଲିୟର ମେମ୍ବ୍ରେନ୍ ଅଛି, ଡବଲ ମେମ୍ବ୍ରେନ୍, ଏଇଟା ଗୋଟେ ମେମ୍ବ୍ରେନ୍, ଏଇଟା ଗୋଟେ ମେମ୍ବ୍ରେନ୍, ଆଉ ଭିତରେ ଅଛି ଏଣ୍ଡର ମେମ୍ବ୍ରେନ୍ ସ୍ପେସ୍ ଅଛି। ସେପାରେଟ ଡିଏନଏ ଫ୍ରମ ସାଇଟୋପ୍ଲାଜମ। ଏଇ ଯୋଉ ନ୍ୟୁକ୍ଲିୟସ୍ ଭିତରେ ଯୋଉ ଅଛି ଡିଏନଏ ବା କ୍ରୋମାଟିନ୍ ଯାହା ବି କୁହନ୍ତୁ, ସେଇ କ୍ରୋମାଟିନ୍ କୁ ବା ଡିଏନଏ କୁ ସେପାରେଟ କରିଥାଏ କୋଉଠୁ? ନା ସାଇଟୋପ୍ଲାଜମ। କାରଣ ଆ ବାହାରେ ତ ସାଇଟୋପ୍ଲାଜମ ଅଛି। ଆଉଟର ମେ ବି କଣ୍ଟିନ୍ୟୁଅସ୍ ୱିଥ ଏଣ୍ଡୋପ୍ଲାଜମିକ ରେଟିକୁଲମ। ଆଉ ବହୁତ ଜାଗାରେ ଦେଖାଯାଏ, କୌଣସି ଗୋଟେ ଜାଗାର ଆଉଟର ମେମ୍ବ୍ରେନ୍ କଣ ହୁଏ? ନା ଆପଣଙ୍କର ଏଣ୍ଡୋପ୍ଲାଜମିକ ରେଟିକୁଲମ କୁ ନେଇକି କଣ୍ଟିନ୍ୟୁ ହୁଏ, ବା ଏଣ୍ଡୋପ୍ଲାଜମିକ ରେଟିକୁଲମ ଲାଗିଥାଏ କୋଉଠି? ଆଉଟର ମେମ୍ବ୍ରେନ୍ ରେ।
न्यूक्लियर पोर एई जो छिद्र को कहा जाए ए स्मॉल गेटवे लाइक ओपनिंग इन द एनवेलप जो एनवेलप थाए सेथिरे किछि किछि छोट छिद्र बा ओपनिंग थाए जाहाकू कोन कहा जाए आपनकर ना न्यूक्लियर पोर्स कहा जाए। आरएनए एक्जिट फ्रॉम न्यूक्लियस यूजफुल प्रोटीन्स एंटर न्यूक्लियस कौन हुए ना एई भितरु ही जेतेले डीएनए टा भांगी कि आरएनए तैयारी से आरएनए कौन हुए ना आ भितरु बाहरी आसे न्यूक्लियर पोर देकी आ भितरे पसे कौन प्रोटीन आउ थरे डीएनए तैयारी हवा पाई बा राइबोसोम सब यूनिट तैयारी हेबा पाई। ट्रांसपोर्टिव सिलेक्टिव नॉट रैंडम या भितर एई पोर देकी सबु प्रकार जिंस जाई परिबो नै किछि सिलेक्टिव जिंस को पठा जाई थाए। आउ यार की आइडिया ई पेज रो ना प्रोटेक्टेड डीएनए सुरक्षित थाए न्यूक्लियर एनवेलप देकी आउ कंट्रोल एक्सचेंज माने एई पोर देकी कोन हुए कोन जीव कोन बाहरिबो ताकू कंट्रोल करा जाए। नेक्स्ट देखंतु डीएनए क्रोमाटिन क्रोमोसोम जीन एई जिंस गुडाक कोन एई चित्र रे देखंतु क्रोमाटिन होउची आपणकर गोटे सेल भितरे जेतले सेल थाए सेल भितरे केंद्र रे এই जो सेल अछि सेल भितरे न्यूक्लियस भितरे जो तरल पदार्थ अछि आपण जो देखि पारुचंती एई तरल पदार्थ एई जगह रे कोन हेइथाय क्रोमाटिन थाए। एई क्रोमाटिन कोन होए ना कोउथरे टियारी क्रोमाटिन कोन होए ना कंडेंस हेई गले केतेबेले कंडेंस होबो सेल डिवीजन टाइम रे केउ टाइम रे सेल डिवीजन टाइम रे कंडेंस हबो कोन कंडेंस हबो क्रोमाटिन सेल डिवीजन टाइम रे कंडेंस हे कि केउथरे परिणत होए क्रोमोसोम रे परिणत होए हेले क्रोमाटिन हो का बा क्रोमोसोम हो आ भितरे गोटे जिंस थाए जोटा होची कोन डीएनए डीएनए काहाकू लागि थाए ना हिस्टोन प्रोटीन को घेरी हेकी थाए देखंतु এই जो डीएनए କାହାକୁ ଧରିକି ରଖିଛି ହିଷ୍ଟୋନ ପ୍ରୋଟିନ କୁ ଧରିକି ରଖିଛି ଆଉ ଏ ଦେଖନ୍ତୁ ଡିଏନଏ ଯୋଉ ଡବଲ ଲେୟାର ହେଲିକାଲ ଷ୍ଟ୍ରକ୍ଚର ହଉଛି କଣ ନା ଡିଏନଏ ଇଏ କାହାକୁ ଧରିକି ରଖିଛି ନା ଡିଏନଏ କୁ ରଖିଛି ତାହେଲେ କ୍ରୋମାଟିନ କୁ ବି ବଡ କଲେ ଯାହା ଦେଖାଯାଏ ଡିଏନଏ ହିଷ୍ଟୋନ ପ୍ରୋଟିନ କୁ ଧରିକି ରଖିଛି କ୍ରୋମୋସୋମ କୁ ବି ଜୁମ କଲେ ଦେଖାଯାଏ କଣ ନା ଡିଏନଏ ହିଷ୍ଟୋନ ପ୍ରୋଟିନ କି ଧରିକି ରଖିଛି ଆଉ ଏଇ ଡିଏନଏ ର ହି ଗୋଟିଏ ଅଂଶକୁ କୁହାଯାଏ କଣ ନା ଜିନ୍ କୁହାଯାଏ ଏଇ ଯୋଉ ଡିଏନଏ ଅଛି ଦେଖନ୍ତୁ ଏଇ ଯୋଉ ଡିଏନଏ ଅଛି ଆର ଗୋଟିଏ ଅଂଶକୁ ହି ଗୋଟେ ୟୁନିଟ କୁ ଗୋଟେ ସେଗମେଣ୍ଟ କୁ ଗୋଟେ ସ୍ପେସିଫିକ ସେଗମେଣ୍ଟ ଯୋଉ ସେଗମେଣ୍ଟ ଟା ଗୋଟିଏ କ୍ୟାରେକ୍ଟର କୁ କଣ୍ଟ୍ରୋଲ କରିଥାଏ ଗୋଟେ କ୍ୟାରେକ୍ଟର ପାଇଁ ଯିଏ ରେସ୍ପନ୍ସିବୁଲ ସେଇ ସେଗମେଣ୍ଟ କୁ ହି ଜିନ୍ କୁହାଯାଏ। सीधा भाषा रे कहिले जदि क्रोमाटिन अछि क्रोमाटिन कंडेंस हेले क्रोमोसोम हबो आउ एई क्रोमोसोम भितरे कोन थाए डीएनए थाए बा क्रोमाटिन भितरे डीएनए थाए डीएनए रे गोटे छोटिया अंश को सेगमेंट को ही कोन कुआ जाय जीन कुहा जाय। या भितरे जीन इज ए स्मॉल फंक्शनल पार्ट ऑफ डीएनए डीएनए सबुटु छोट या भितरे होची जीन जीन कहार अंश डीएनए इज द जेनेटिक मटेरियल DNA होची जेनेटिक मटेरियल क्रोमाटिन इज द लूज पैक्ड फॉर्म ऑफ DNA विथ प्रोटीन क्रोमाटिन कोन ना DNA आउ प्रोटीन जो लूजली पैक हेई थाए ताको कोन कुआ जाय क्रोमाटिन कुआ जाय आउ एटा कंडेंस हेई गले जहा तयारी होय सेटा होची क्रोमोसोम माने टाइटली पैक्ड माने एई DNA आउ एई हिस्टोन प्रोटीन रो लूज पैक को क्रोमाटिन कुआ जाय टाइट पैक को कंडेंस कंडीशन को क्रोमोसोम कुआ जाय। ଏବେ ଦେଖନ୍ତୁ ନ୍ୟୁକ୍ଲିୟସ୍ ଯୋଉଟା ହଉଛି ସେଣ୍ଟରରେ ଥାଏ ଯିଏ ଆପଣଙ୍କର ରାଇବୋସୋମାଲ ସବ୍ ୟୁନିଟ୍ କୁ ପ୍ରଡ୍ୟୁସ କରେ ବା ଯିଏ ଆପଣଙ୍କର ଆରଏନଏ କୁ ପ୍ରଡ୍ୟୁସ କରେ ସେ ବିଷୟରେ ଦେଖିବା ନ୍ୟୁକ୍ଲିୟସ୍ ଡେନ୍ସ ବଡି ଇନସାଇଡ୍ ନ୍ୟୁକ୍ଲିୟସ୍ ଆ ଭିତରେ ଡେନ୍ସ ବଡି ଗୋଟେ ଘଞ୍ଚ ବା ଆପଣଙ୍କର ଏଇ ଯୋଉ କ୍ରୋମାଟିନ୍ ଅଛି ଏଗୁଡାକ ଗୋଟେ ଡେନ୍ସ ଗୋଟେ ଷ୍ଟ୍ରକ୍ଚର ଥାଏ ଗୋଟେ ଜାଗାରେ ତାକୁ ନ୍ୟୁକ୍ଲିୟସ୍ କୁହାଯାଏ ତା ମାନେ ଏଇଟା ଗୋଟେ ଅର୍ଗାନେଲ ନୁହଁ କି ଆର କୌଣସି ଏନଭଲପ ନାହିଁ नॉट सराउंडेड बाय ए मेम्ब्रेन एई जो न्यूक्लियोलस अछि आर कोनोसे मेम्ब्रेन न थाए मेक्स आरएनए एंड स्टार्ट राइबोसोम सब यूनिट फॉर्मेशन आरएनए भी ये बनाए आर बोले राइबोसोमल आरएनए बनाए आउ कोन बनाए ना राइबोसोम सब यूनिट बनाए এই जो न्यूक्लियोलस मेन फंक्शन गुडा को देखंतु स्टोर्स डीएनए ये डीएनए को स्टोर करी रखे
प्रोटीन सिंथेसिस को कंट्रोल करे, सेल डिवीजन रे सहायता करे, पासेस हेरिडिटी टू डॉटर सेल जो हेरिडिटी कैरेक्टर पास करे डॉटर सेल रे किए करे ना ये न्यूक्लियोलस ही करे। ଆଉ ଗୋଟେ ଜିନିଷ କଣ ନା ନ୍ୟୁକ୍ଲିଓଲସ୍ ମେକ୍ସ ରାଇବୋଜୋମ କିଏ ରାଇବୋଜୋମ ବନାଏ ନ୍ୟୁକ୍ଲିଓଲସ୍ ଆଉ ଇଏ ଯାଇକି ପ୍ରୋଟିନ ସିନ୍ଥେସିସ୍ କରେ ଏଇ ରାଇବୋଜୋମ କୋଉଠି ନା ସାଇଟୋପ୍ଲାଜମରେ ଆଉ ନହେଲେ ଯୋଉ ସାଇଟୋପ୍ଲାଜମରେ ଯୋଉ ଏଣ୍ଡୋପ୍ଲାଜମିକ ଯୋଉ ରଫ୍ ଏଣ୍ଡୋପ୍ଲାଜମିକ ରେଟିକୁଲମରେ ରାଇବୋଜୋମ ବସିକି ପ୍ରୋଟିନ ସିନ୍ଥେସିସ୍ କରେ। ଏଇଟା ହଉଛି ଫାଇନାଲ ସମରୀରେ ଆପଣ କଣ କଣ ଏତେ ସମୟ ପଢା ହେଇଛି ସେ ସବୁ ଲେଖା ହେଇଛି। ଯଦି ଆପଣଙ୍କୁ ଦରକାର ପଡେ ପଢିଦେବେ ସମାନ ଜିନିଷ ସବୁ ଯାହା ପଢା ହେଇଛି ସେଇଆ ହିଁ ଲେଖା ଅଛି। ତ ମୋ ଭିଡ଼ିଓ ଆଜି ଏତିକି ଥିଲା। ଯଦି ଆପଣଙ୍କୁ ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କସ୍ ଫର୍ ୱାଚିଂ।